ସୁଦଶା ବ୍ରତ କଥା। ବୈବସ୍ୱତ ମନୁ ପୁଚ୍ଛା କଲେ, ଭୋ ଅଗସ୍ତି ମୋତେ ପଦ୍ମପୁରାଣ କଥା କହିବା ହେଉ। ଅଗସ୍ତି କହିଲେ, ମହାଲକ୍ଷ୍ମୀ କଥା ଶୁଣିଲେ ବହୁତ ପୁଣ୍ୟ ହେବ। ଧନ ଜନ ଆଜୁବଳ ପ୍ରାପ୍ତ ହେବ। ସ୍ତ୍ରୀ ସୁଲକ୍ଷଣୀ ହୋଇବ। ସୁତମୁନି କହିଲେ, ସେ କଥା ମୋତେ କୁହନ୍ତୁ। ଅଗସ୍ତି କହିଲେ, ସତ୍ୟଯୁଗେ ବୀର ବିକ୍ରମ ନାମ ଜଣେ ରାଜା ଥିଲେ। ରାଣୀ ନାମ ରତ୍ନାବତୀ। ମନ୍ତ୍ରୀଙ୍କ ନାମ ତ୍ରିକୁଟେଶ୍ୱର ଏବଂ ମନ୍ତ୍ରୀଙ୍କ ପତ୍ନୀଙ୍କ ନାମ ପଦ୍ମାବତୀ। ଏ ଦୁହେଁ ସଖୀ ସମୁଦ୍ରକୁ ସ୍ନାନ କରିବାକୁ ଗଲେ। ଦେଖିଲେ ସ୍ୱର୍ଗରୁ ଦେବକନ୍ୟାମାନେ ଆସି ସ୍ନାନ କରୁଛନ୍ତି। ସ୍ନାନ ତଟରେ ଗୋଟିଏ ମଣ୍ଡପ ଅଛି। ତହିଁରେ ସେ ଦେବକନ୍ୟାମାନେ ଗୋଟିଏ ମଣ୍ଡପ ସ୍ଥାପି ଗୁଆ ଘୃତଜାଗର ଦେଇ ଗୋସାମଣୀଙ୍କୁ ପୂଜା କରୁଛନ୍ତି। ଏମନ୍ତ ଦୁଇ ସଖୀ ଦେବକନ୍ୟାଙ୍କୁ ପଚାରିଲେ, ହେ ତୁମ୍ଭର କି ବ୍ରତ? ଦେବକନ୍ୟା କହିଲେ, ଏ ଆମ୍ଭର ସୁଦଶା ବ୍ରତ। ଏହା କଲେ ମନବାଚ୍ଛା ପୂର୍ଣ୍ଣ ହୁଏ। ଏ ବ୍ରତ ତୁମ୍ଭେ କର, ମର୍ତ୍ତ୍ୟପୁରରେ ବିଖ୍ୟାତ ହେଉ। ପଦ୍ମାବତୀ ଓ ରତ୍ନାବତୀ କହିଲେ, ଏହାର ବିଧାନ କୁହ। ଦେବକନ୍ୟା କହିଲେ, ଏ ବ୍ରତ ଅଗସ୍ତି ଆମ୍ଭଙ୍କୁ କହିଥିଲେ। ଯେଉଁଦିନ ଶୁକ୍ଳ ପକ୍ଷରେ ଦଶମୀ ଗୁରୁବାର ହୁଏ, ସେଦିନ ଲକ୍ଷ୍ମୀଙ୍କ ସୁଦଶା ବ୍ରତ ହୁଏ। ତହିଁର ବିଧି ବିଧାନ ଶୁଣ। 10 କେରା ଦୁବ ହଳଦୀ ଚୂର୍ଣ୍ଣ, 10 କଟି ଗୁଆ, 10 ବର୍ଣ୍ଣର ପୁଷ୍ପ, ପାଟ ସୂତା 10 ଖିଅ ତ୍ରିଗୁଣ କରି ବଳିବ। ନ ମିଳିଲା ପ୍ରାୟ ଶୁକ୍ଳ ସୂତାରେ ବ୍ରତ କରି ତହିଁରେ 10 ଘଣ୍ଟି ପକାଇବ। ଗୁଆ ଘୃତରେ 10 ଖିଅ ସୂତା ବଳିତା କରି ଦୀପ ଜାଳିବ। 10 ଗୋଟି ପିଠା ତହିଁରେ ଛେନା, ନଡ଼ିଆ, ମୁଗ, ଜିରା, କର୍ପୂର ଦେଇ ବିଧିମତେ ପୂଜା ସ୍ଥାନରେ ପଦ୍ମ ଗୋଟିଏ ଲେଖିବ। ଆଚାର୍ଯ୍ୟ ବରଣ କରି ପଦ୍ମ ପୁରାଣ କଥା ଶୁଣିବ। ପ୍ରବକ୍ତ କଥା କହୁଛି ଶୁଣ। ବୀର ବିକ୍ରମାଦିତ୍ୟଙ୍କ ନାମ ଜଣେ ରାଜା ଥିଲେ। ରାଣୀଙ୍କ ନାମ ସୁଲକ୍ଷଣୀ। ମନ୍ତ୍ରୀର ଭାରିଜା ନାମ ଦୁଲ୍ଲଣୀ। ଏ ଦୁହେଁ ପରଲୋକ ହେଲାରୁ ଯମରାଜ ପାପ ପୁଣ୍ୟ ବୁଝିବାରୁ ମନ୍ତ୍ରୀ ଭାରିଜା ବଡ଼ ହେଲା। ରାଣୀ କହିଲେ, ମୁଁ ବଡ଼, କାହିଁକି ପାଦ ତଳେ ରହିଲି। ସେ କହିଲେ, ତୁ ଲକ୍ଷ୍ମୀବ୍ରତ କରିନାହୁଁ। ସେ ଲକ୍ଷ୍ମୀବ୍ରତ ପ୍ରସାଦରୁ ସ୍ୱର୍ଗକୁ ଗଲା। ତୁ ଏହି ବ୍ରତ କଲେ ସ୍ୱର୍ଗକୁ ଯିବୁ। ସେ ଦୁହେଁ ପୁଣି ମଧ୍ୟରେ ଜନ୍ମ ହେଲେ। ରାଣୀ ମନ୍ତ୍ରୀ ଘରେ ଏବଂ ମନ୍ତ୍ରୀ ପତ୍ନୀ ରାଜକୁଳେ ଜନ୍ମ ନେଲେ। ଏକା ନଗରେ ଦୁହେଁ ମୈତ୍ର ହୋଇ ରହିଲେ। ତଦନ୍ତରେ ଜ୍ୟେଷ୍ଠ ଶୁକ୍ଳ ଦଶମୀ ଗୁରୁବାର ହେଲା। ମନ୍ତ୍ରୀ ଭାରିଜା ରାଣୀଙ୍କୁ କହିଲେ, ଆଜି ସୁଦଶା ବ୍ରତ ହୋଇଛି। ରାଣୀ ରାଜାଙ୍କୁ ଏହା କହିଲେ। ରାଜା ଶୁଣି ନଗ୍ରରେ ଝୋଟି ଦିଆଇ ଦିବ୍ୟ ଚାନ୍ଦୁଆ ଟାଣିଲେ। ରାଣୀ ସୁଦଶା ବ୍ରତ କରୁଛନ୍ତି। ଶୁକ୍ଳ ପାଟରେ ବ୍ରତ କରି ମହାଲକ୍ଷ୍ମୀ ନାମ ଧରି ଗଣ୍ଠି ପକାଇବେ। ଏ ରୂପରେ 10 ଗଣ୍ଡି ପ୍ରଥମେ ମହାଲକ୍ଷ୍ମୀ, ଦ୍ୱିତୀୟ କମଳା, ତୃତୀୟ ପଦ୍ମା, ଚତୁର୍ଥେ ହରିପ୍ରିୟା, ପଞ୍ଚମେ ଦାରିଦ୍ର୍ୟଭଞ୍ଜନୀ, ଷଷ୍ଠେ କମୋଦକୀ, ସପ୍ତମେ ଗଜବାହିନୀ, ଅଷ୍ଟମେ ଚଳା, ନବମେ ଜାନକୀ, ଦଶମେ ରୁକ୍ମିଣୀ। ଏହାଙ୍କ ନାମ ଧରି 10 ଘଣ୍ଟି ପକାଇବ। ବ୍ରାହ୍ମଣ ବରଣ କରି କଥା ଶୁଣିବ। ଏହି ରୂପେ ବ୍ରତ କରି ହସ୍ତରେ ବନ୍ଦନ କଲେ। ପିଠାପଣା କଲେ। ଏମନ୍ତ କେତେଦିନ ଅନ୍ତରେ ମନ୍ତ୍ରୀ ଭାରିଜାର ବ୍ରତ ହଜିଲା। ବ୍ରତ ନ ପାଇ ସେ 3 ଦିନ ଉପବାସ ରହିଲା। ମନ୍ତ୍ରୀ ଭାର୍ଯ୍ୟର ଦେହ କ୍ଷୀଣ ହେବାର ସେ ରାଜାଙ୍କ ଛାମୁରେ ଜଣାଇଲେ। ଭୋଦେବ ମୋ ପତ୍ନୀ ମରୁଅଛି। ରାଜା ଏଥିର କାରଣ ପଚାରିବାରୁ ସେ କହିଲେ, ସୁଦଶା ବ୍ରତ ହଜିଗଲା। ବହୁତ ଖୋଜି ପାଇଲୁ ନାହିଁ। ମୋ ପତ୍ନୀ କହିଲା, ବ୍ରତ ଯଦି ନ ମିଳେ କାହାଠାରୁ ପୁରୁଣା ବ୍ରତ ଗୋଟିଏ ଆଣିଲେ ମୁଁ ଅନ୍ନଭୋଜନ କରିବି। ରାଜା କହିଲେ, ମୋ ରାଜ୍ୟରେ ସେ ବ୍ରତ କେହୁଁ କରୁଅଛି କହ, ଆଗେ ଆଣିଦେବୁ। ମନ୍ତ୍ରୀ ଶୁଣି କହିଲେ, ଆପଣଙ୍କ ରାଣୀଙ୍କଠାରେ ଅଛି। ରାଜା ଏହା ଶୁଣି ରାଣୀଙ୍କୁ କହିଲେ, ତୁମ୍ଭର ପୁରୁଣା ବ୍ରତ ଗୋଟିଏ ଦିଅ। ମନ୍ତ୍ରୀର ଭାର୍ଯ୍ୟ ଉପବାସ କରୁଅଛି। ରାଣୀ କହିଲେ, ମୋର କ'ଣ ଗଲା, ମୁଁ କିମ୍ପା ତାକୁ ଦେବି। ରାଜା ଅନେକ ବାର ବୁଝାଇଲେ। ରାଣୀ ବୁଝାଇ କହିଲେ, ମୁଁ ବ୍ରତ ଦେଲେ ସକଳ ସମ୍ପତ୍ତି ମନ୍ତ୍ରୀଙ୍କର ହେବ।
ରାଜା ବଳାତ୍କାରେ ରାଣୀଙ୍କ ହସ୍ତରୁ ବ୍ରତ ଛଡ଼ାଇ ନେଇ ମନ୍ତ୍ରୀଙ୍କ ହସ୍ତରେ ଦେଲେ। ମନ୍ତ୍ରୀ ତାହା ନେଇ ସ୍ତ୍ରୀଙ୍କୁ ଦେଲେ। ସେ ସ୍ନାନ କରି ଶୁକ୍ଳ ପାଟ ପିନ୍ଧି ଉପରାଣ ଦେଇ ମହାଲକ୍ଷ୍ମୀଙ୍କୁ ସ୍ମରଣ କରି ବ୍ରତ ହସ୍ତରେ ବାନ୍ଧିଲେ। ତାପରେ ସେ ଅନ୍ନ ଭୋଜନ କଲେ। ଅଳ୍ପ ଦିନ ପରେ ରାଜାଙ୍କର ରାଜ୍ୟ ସମ୍ପତ୍ତିଚ୍ୟୁତ ହେଲା। ପାତ୍ର ଅମାତ୍ୟମାନେ ଭଣ୍ଡାର ଝୁର ହେଲା। ରାଜାଙ୍କୁ ଧନ ମାଗନ୍ତି। ତୁମ୍ଭେ ଧନ ନ ଦେଲେ ରାଜ୍ୟରୁ ଅନ୍ତର ହୁଅ, ଆମ୍ଭେ ଅନ୍ୟ ରାଜା କରିବୁ। ରାଜା ଏହି କଥା ରାଣୀଙ୍କୁ କହିବାରୁ ରାଣୀ କହିଲେ, ହେ ଦେବ, ମୋତେ ଛାଡ଼ିକରି ଯିବ ନାହିଁ। ମୁଁ ତୁମ ସଙ୍ଗେ ଥିଲେ ଦୁଃଖରୁ ସୁଖ ମିଳିବି। କେତେଦିନ ଅନ୍ତେ ରାଜା ନଗରରୁ ବାହାର ହୋଇଗଲେ। ରାଜାଙ୍କ ଦୁଇ ପୁଅଙ୍କୁ ଲକ୍ଷ୍ମୀ ସନ୍ତୋଷ ହୋଇ ମାୟାର ରାଣୀଙ୍କ ପାଖକୁ ନେଇ ସାଧବ ଘରେ ରଖି ଅନ୍ତର୍ଦ୍ଧାନ ହେଲେ। ଏଣେ ରାଜାରାଣୀ ବହୁତ କଷ୍ଟ ପାଇ ଅରଣ୍ୟକୁ ଗଲେ। ବନସ୍ତରେ ଖାଇବାକୁ ପାଇଲେ ନାହିଁ। ଫଳମାନ ଅଦୃଶ୍ୟ ହେଲା। ମହାକ୍ଷୁଧାରେ ପୁଷ୍କରିଣୀ କୂଳେ ପ୍ରବେଶ କଲେ। ରାଣୀ କହିଲେ, ମୁଁ ମୁଳୁଖ ତୁଣ୍ଡୁଳ ମାଣେ ଆଣିଛି। ରାଜା କହିଲେ, ମୋତେ ବହୁତ କ୍ଷୁଧା ହେଲାଣି, ମୁଠାଏ ରନ୍ଧନ କରିଦିଅ। ରାଜା ପୁଷ୍କରିଣୀରେ ପ୍ରବେଶ କରି ଦେଖିଲେ ମହାଲକ୍ଷ୍ମୀଙ୍କ ମାୟାରେ ମଲା ମାଛ ଦୁଇଟି ପଡ଼ିଛି। ସେ ମାଛ ଦୁଇଟିକୁ ଧରି ଆଣି ରାଣୀଙ୍କୁ ଦେଇ କହିଲେ, ଏ ମାଛକୁ ପୋଡ଼ିଦେବ। ରାଣୀ ଭାବିଲେ ରାଜାଙ୍କ ସ୍କନ୍ଧରୁ ଲକ୍ଷ୍ମୀ ଛାଡ଼ିଯିବାରୁ ଏମନ୍ତ କହୁଛନ୍ତି। ରାଣୀ ସେ ମାଛକୁ ଅଗ୍ନିରେ ପକାନ୍ତେ ମାଛ ଦୁଇଟି ଲକ୍ଷ୍ମୀଙ୍କ ମାୟାରେ ଅଗ୍ନିରୁ ଯାଇ ପାଣିରେ ପଡ଼ିଲେ। ରାଣୀ ଏ ବିସ୍ମୟ କଥା ରାଜାଙ୍କୁ କହିଲେ। ମଲା ମାଛ କେମନ୍ତ ଜୀବନ୍ତ ପାଇଲା, ଏତେ ବିପରୀତ ଅଟଇ ତୁମେ ମୋଠାରେ ମାୟା କଲ। ଏହା କହି ଅନ୍ନ ଭୁଞ୍ଜି ରାଜାରାଣୀ ମନ ମାରି ବନରେ ଯାଉଛନ୍ତି। ଯାଉ ଯାଉ କମଳିନୀ ଦେଶରେ ପ୍ରବେଶ କଲେ। ସେଠାରେ ଏକ ଶାଳବୃକ୍ଷ ତଳେ ରହିଲେ। ରାଣୀ ମହାଲକ୍ଷ୍ମୀକୁ ଚିନ୍ତା କରି ସ୍ତୁତି କଲେ। ସେ ସ୍ତୁତିରେ ମହାଲକ୍ଷ୍ମୀ ଦୟା କଲେ। ରାଜାରାଣୀ କମଳିନୀ ନଗରରେ ପ୍ରବେଶ ହେଲେ। ସେ ନଗରରେ ସାଧବ ରତ୍ନାକର ଲକ୍ଷ୍ମୀଧର ତାଙ୍କ ମଣ୍ଡପରେ ବସିଛନ୍ତି। ରାଜା ସେହି ମଣ୍ଡପକୁ ଗଲେ। ରାଣୀ ଅନ୍ୟ ବାଟେ ପୁଷ୍କରିଣୀ କୂଳେ ପ୍ରବେଶ କଲେ। ରାଣୀ ସର୍ବସୈନ୍ୟ ଦେଖି କ୍ରୋଧ ହେଲେ। ସେ ଦିନ ଶନିବାର ସପ୍ତମୀ। ସାଧବ ଭାର୍ଯ୍ୟା ସାତଭଉ ନାତି ନାତୁଣୀ ଘେନି ପୁଷ୍କରିଣୀକୁ ସ୍ନାନ କରିବାକୁ ଆସିଛନ୍ତି। ରାଣୀଙ୍କୁ ଦେଖି ପଚାରିଲେ, ମାଏ, ତୁମେ କେଉଁ ଆଇଲ? ରାଣୀ କହିଲେ, ମୁଁ ବଡ଼ ଦୁଃଖୀ। ସାଧବାଣୀ କହିଲେ, ତୁମେ ଆମ ଘରେ ରହିବ କି? ରାଣୀ କହିଲେ, ଯେବେ ତୁମେ ରଖିବ ମୁଁ ରହିବି, ତୁମେ ସତ୍ୟ କର। ଏହା ଶୁଣି ସାଧବାଣୀ ବୋଇଲେ, ମୁଁ ସତ୍ୟ କଲି। କାହା? ରାଣୀ କହିଲେ, ମୋତେ ପାଲଟା ଉଚ୍ଛିଷ୍ଟ ଛୁଆଇବ ନାହିଁ। ସାଧବାଣୀ କହିଲେ, ମୋର ଅନେକ ଦାସୀ ଅଛନ୍ତି, ତୁମେ ପାଲଟା ଧୋଇବ ନାହିଁ। ତୁମେ ମୋ ଝିଅଙ୍କ ସଙ୍ଗେ ସାଙ୍ଗ ହୋଇ ରହିବ। ଏମନ୍ତ ଶୁଣି ରାଣୀ ସାଧବ ଘରେ ରହିଲେ। ଏଣେ ରାଜାଙ୍କୁ ସାଧବ ବୋଇଲେ, ହେ ମହାତ୍ମା, ତୁମେ କାହୁଁ ଆଇଲ? ରାଜା ବୋଇଲେ, ଭାଇଏ କିମ୍ବା ସଙ୍କୁଳ, ମୋତେ ଘର ଖଣ୍ଡିଏ ଦିଅ, ମୁଁ ଭିକ୍ଷା ମାଗି ଚଳିବି। ସାଧବ କହିଲେ, ଆମ୍ଭ ରାଜ୍ୟରେ କେହି ଭିକ୍ଷା କରନ୍ତି ନାହିଁ। ତୁମ୍ଭେ ମୂଲ ଲାଗି ପାରିବ କି? ରାଜା କହିଲେ, ମୂଲ ଲାଗିଲେ ହେବ କି? ଏହା ଶୁଣି ରାଜାଙ୍କୁ ଘରକୁ ନେଇଗଲେ। ସାଧବ ଘର ରାଜା ନିରୀକ୍ଷଣ ପଶେ ରହିଲେ। ରାଣୀ ପରିଜନ ହୋଇ ରହିଲେ। ଶ୍ରୀଲକ୍ଷ୍ମୀଙ୍କ କୃପାରୁ କିଛି ଦିନ ଅନ୍ତେ ସାଧବ ଭାତ ତିଅଣ ନାନା ବର୍ଣ୍ଣର କରି ଏକାବେଳେ ରାଜାଙ୍କୁ ଦେଇ କହିଲେ, ହେ ମହାତ୍ମା, ଏହା ଧରି ବିଲକୁ ଯିବ। ରାଜା ମୁଣ୍ଡରେ ଭାତ ତିଅଣ ନେଇ କିଛି ଦୂର ଯାଆନ୍ତେ ରାଜାର ଦୁଃଖ ଶ୍ରୀଲକ୍ଷ୍ମୀ ଜାଣି ମାୟାରେ ରାଜା ମୁଣ୍ଡରୁ ବୋଝ ଫେପଡ଼ାଇ ଦିଅନ୍ତେ। ଭାତ ତିଅଣ ନଷ୍ଟ ହେଲା। ସାଧବ କହିଲେ, ମହାତ୍ମା, ତୁମେ ବଡ଼ ପାପୀ। ଏହା କହି ତାହାଙ୍କୁ ନିରେଖି ଚାହିଁଲେ। ଦେଖିଲେ ବିଦ୍ୟାଧର ପ୍ରାୟ ଦିଶୁଛନ୍ତି। ଅନ୍ୟ ଭାତ ତିଅଣ ବିଲକୁ ନେଲେ। ରାଜା ସାଧବ ଘରେ ରହିଲେ। ଏମନ୍ତି କିଛି ଦିନ ଅନ୍ତରେ ଗ୍ରହଣ ପଡ଼ିଲା। ସମସ୍ତେ ନଦୀକୁ ସ୍ନାନ କରି ଗଲେ। ସାଧବାଣୀ ରାଣୀଙ୍କୁ କହିଲେ, ସ୍ନାନକୁ ଯିବା। ରାଣୀ କହିଲେ, ତୁମ୍ଭେ ସମସ୍ତେ ଯାଅ, ମୁଁ ପରେ ଯିବି। ସାଧବାଣୀ ଝିଅ ଓ ବୋହୂ ଗନ୍ଥାଘରୁ ଅଳଙ୍କାର ଫରୁଆ ଆଣି ରାଣୀଙ୍କୁ ଦେଇଗଲେ। ରାଣୀ ବସ୍ୟ ଖଡ଼ି କାଢ଼ି ଗୋଟିଏ ପିତୁଳା ଲେଖିଲେ। ଲକ୍ଷ୍ମୀଙ୍କ ମାୟାରୁ ସେ ପିତୁଳାରେ ହଂସଟିଏ ବାହାରି ଅଳଙ୍କାର ଫରୁଆ ଗିଳିଲା। ରାଣୀ ଏହା ଦେଖି ବିସ୍ମୟ ହେଲେ। ଏ କି ବିପରୀତ! ଏମନ୍ତ ସମୟେ ସାଧବାଣୀ ସ୍ନାନ ସାରି ଆସି ବୋଇଲେ, ଅଳଙ୍କାର ଫରୁଆ ଦିଅ। ରାଣୀ କହିଲେ, ମାଏ, ତୁମ ଅଳଙ୍କାର ଫରୁଆ ଏ କାନ୍ଥର ଚିତ୍ର ପିତୁଳା ଗିଳିଲା। ସାଧବାଣୀ ଭାବିଲେ, ଏ ଲକ୍ଷ୍ମୀ ଛଡ଼ା ହୋଇଛନ୍ତି। ସେ ଅନ୍ୟ ଅଳଙ୍କାର ଆଣି ଲଗାଇଲେ। ଏ ଅନ୍ତରେ ମାଘ ଶୁକ୍ଳ ଦଶମୀ ଗୁରୁବାର ସୁଦଶା ବ୍ରତ ପଡ଼ିଲା। ସାଧବାଣୀ ମହା ଆନନ୍ଦରେ ଘର ଲିପାପୋଛା କରି ଝୋଟି ଆଦି ଦେଇ
ସ୍ତମ୍ଭମାନଙ୍କର ଶୁକ୍ଳପାଟ ବଢ଼ାଇଛି। ଉପରେ ଫୁଲ ଚାନ୍ଦୁଆ ଲମ୍ବାଇ କମଳିନୀଙ୍କୁ ଖଟୁଳିରେ ବିଜେ କରାଇଲେ। 10 ନାଡ଼ ଦୁବ ତଣ୍ଡୁଳ 10ଟି ଶୁକ୍ଳପାଟ ସୂତାରେ 10 ହାତ 3 ଗୁଣ କରି 10 ଗଣ୍ଠି ପକାଇ ଲକ୍ଷ୍ମୀ ବ୍ରତ ବୋଲି ଆନନ୍ଦ ହେଉଛନ୍ତି। ଏହା ଦେଖି ରାଣୀ ସାଧବାଣୀକୁ ପଚାରିଲେ, ଏ ଉତ୍ସବ କ'ଣ? ସାଧବାଣୀ କହିଲେ, ଏ ବ୍ରତ କଲେ ମନବାଞ୍ଛା ସିଦ୍ଧି ହୁଏ। ଏ ବ୍ରତର ନାମ ସୁଦଶା ବ୍ରତ। ସାଧବାଣୀ ରାଣୀଙ୍କୁ କହିଲେ, ତୁମ୍ଭେ ଏ ବ୍ରତ ଆମ୍ଭ ଘରେ କର। ରାଣୀ ସ୍ୱୀକାର କରି ବ୍ରତ ପାଳିଲେ। ତାପରେ ସାଧବାଣୀ ଖଟୁଳିରେ ମହାଲକ୍ଷ୍ମୀଙ୍କୁ ବସାଇ ଶୁକ୍ଳପାଟକ ପହୁଡ଼ି ନେତର ମୁଦୁଲି ଦେଇ ବିଜେ କରାଇଲେ। ବ୍ରାହ୍ମଣକୁ ବରଣ କରି ଆଣି ସୁଦଶା ବ୍ରତ କଥା ଶୁଣିଲେ। ହୁଳହୁଳି ଦେଲେ। ସେ ଯାହା ମନରେ ଧ୍ୟାନ କଲେ, ରାଣୀ ମନେ ମନେ ଧ୍ୟାନ କଲେ। ହେ ଲକ୍ଷ୍ମୀ, ତୁମେ ମୋର ମନବାଚ୍ଛା ଜାଣ। ଏମନ୍ତ ବୋଲି ରାଣୀ ରୋଦନ କରି ସେ ସ୍ତୁତି କଲେ। ଭୂମାତ ତ୍ରୈଲୋକ୍ୟ ପାଳିନୀ ଜଗତ ଜନନୀ ହରିପ୍ରିୟା ଜଗନ୍ନାଥ ବଲ୍ଲଭୀ ପରମ ବୈଷ୍ଣବୀ କୃଷ୍ଣ ବଲ୍ଲଭୀ ଜନକ କୁମାରୀ ସିନ୍ଧୁ ନନ୍ଦିନୀ ଦାରିଦ୍ର୍ୟ ଭଞ୍ଜନୀ ମୋତେ କରୁଣା କର। ରାଣୀଙ୍କ ବିନୟ ଶୁଣି ଲକ୍ଷ୍ମୀ ସନ୍ତୋଷ ହୋଇ ସ୍ୱପ୍ନପ୍ରାୟ ସେ ରାଣୀକୁ ବେତାଇ ଦେଲେ। ମୋତ ବ୍ରତ ଅନ୍ୟକୁ ଦେବାରୁ ଏ ଅବସ୍ଥା ପାଇଲୁ। ମୋର ବ୍ରତ ଅନ୍ୟକୁ ଦେବାରୁ ଏ ଅବସ୍ଥା ପାଇଲୁ। ପୁନରପି ତୁମ୍ଭେ ରାଜାରାଣୀ ହୋଇଯିବ। ଏହା କହି ସେ ଅନ୍ତର୍ଦ୍ଧାନ ହେଲେ। ସେ ଯାହା ଦୁବ ଚାଉଳ ଘେନି ବ୍ରତ ହାତରେ ବାନ୍ଧିଲେ ଓ ପ୍ରସାଦ ସେବନ କଲେ। ତେଣେ ସେ ରାଜସଟକ ହତପତ ହୋଇଥିଲା। ଲକ୍ଷ୍ମୀ ନଗରରେ ଉଚାଟ କରାଇଲେ। ପ୍ରତ୍ୟେକ ପରସ୍ପରରେ ରାଜା ହେବୁ କହି ଗୋଳ କଲେ। ତହୁ ମନ୍ତ୍ରୀ କହିଲେ, ଏବେ ଆମ୍ବ ବୋଲ କର। ପାଟହସ୍ତା ମୁଣ୍ଡରେ ସ୍ୱର୍ଣ୍ଣ କଳସ ଥୋଇବ। ସେ ସ୍ୱର୍ଣ୍ଣ କଳସୀ ଯାହା ମୁଣ୍ଡରେ ଢାଳିବ ସେ ରାଜା ହେବ। ଏହା ସମସ୍ତେ ସମ୍ମତ ଦେଲେ। ପାଟହସ୍ତୀ ମୁଣ୍ଡରେ ସୁବର୍ଣ୍ଣ କଳି ଦେଇ କହିଲେ, ଓ ହସ୍ତୀ, ରାଜ୍ୟକୁ ଯେ ଯୋଗ୍ୟ ହେବ ତାହାରି ଉପରେ ଏ କଳସ ଢାଳିବ। ସେ ହସ୍ତୀକୁ ମେଲାଣି ଦେଇ ସମସ୍ତେ ପାଦ ଏପରି କେହି ଲୋକେ ପ୍ରାୟ ପଡ଼ି ଶୋଇଲେ। ରାଜା ଯେଉଁ ବାଟେ ଯାଉଥିଲେ ସେହି ରାସ୍ତା ଦେଇ ହସ୍ତୀ ସାଧବନଗର ପ୍ରବେଶ କରି ବିକ୍ରମାଦିତ୍ୟଙ୍କ ମୁଣ୍ଡରେ ସୁବର୍ଣ୍ଣ କଳସ ଢାଳିବାରୁ ଲୋକେ ତାଙ୍କୁ ପୁନରପି ରାଜା କରାଇଲେ। ସେଠାରେ ରାଜାଙ୍କୁ ସମସ୍ତ ଭକ୍ତି ଥିଲେ। ରାଜା ବୋଇଲେ, ଲକ୍ଷ୍ମୀଧର ସାଧବଙ୍କୁ ବେଗେ ଖୋଜି ଆଣ। ଆଜ୍ଞା ପାଇଁ ସମସ୍ତେ ଖୋଜିଲେ। ସାଧବଙ୍କୁ ନ ପାଇ ଲୋକେ ରାଜାଙ୍କୁ ଜଣାଇଲେ। ରାଜା ବିସ୍ମିତ ହୋଇ କହିଲେ, ସାଧବ ମୋର ଉପକାର କରିଛି, ତାଙ୍କୁ ବେଗେ ମୋ ପାଖେ ହାଜର କରାଅ। ପୁନଶ୍ଚ ଡଗରମାନେ ଯାଇ ଖୋଜି ରାଜାଙ୍କ ଛାମରେ ଦେଲେ। ସାଧବ ବହୁତ ବିନୟ ହୋଇ କହିଲା, ମୁଁ ଆପଣଙ୍କଠାରେ ଅପରାଧ କଲି, ମୋତେ କ୍ଷମା କରନ୍ତୁ। ରାଜା ବୋଇଲେ, ତୁମ୍ଭର ଉପକାର ମୁଁ ଶୁଝିପାରିବି ନାହିଁ। ସାଧବ କହିଲେ, ତୁମକୁ ଲକ୍ଷ୍ମୀ ଅନୁଗ୍ରହ କଲେ। ଏମନ୍ତ କହି ସେ ରାଜାଙ୍କୁ ପାଟବସ୍ତ୍ର ଦେଲେ। ସାଧବ ସେ ରାଜ୍ୟର ମନ୍ତ୍ରୀପଣ ରହିଲେ। ରାଜା ହସ୍ତୀରେ ବିଜେ କଲେ। ରାଣୀ ଓ ସାଧବାଣୀ ଆନ୍ଦୋଳନରେ ବିଜୟ କଲେ। ଯାଆନ୍ତେ ଦେଖିଲେ ଯେ ପୁଷ୍କରିଣୀ କୂଳେ ମଲାମାଛ 2 ଗୋଟି ପଡ଼ିଛି। ରାଜାରାଣୀ ଦେଖି ହସିଲେ। ଯହୁମାନ୍ତେ ମହାଲକ୍ଷ୍ମୀ ବ୍ରାହ୍ମଣୀ ରୂପେ ଆସି ପୁଅ 2ଟିକୁ ଦେଇଦେଲେ। ପୁତ୍ରକୁ ଘେନି ରାଜା ଆପଣା ରାଜ୍ୟ ପ୍ରବେଶ ହେଲେ। ପାତ୍ର ମନ୍ତ୍ରୀମାନେ ଆସିଲେ। ଲକ୍ଷ୍ମୀଧର ସାଧବଙ୍କୁ ଉଆସ ତୋଳାଇ ଦେଲେ। ରାଜା ବିସ୍ମୟ ହୋଇ ରାଣୀଙ୍କୁ ପଚାରିଲେ, ଆମ୍ଭର ରାଜ୍ୟ କାହିଁକି ଭ୍ରଷ୍ଟ ହେଲା ଓ କି ପୁଣ୍ୟ ବଳରେ ଆମ୍ଭେ ଏହା ପୁନରପି ପାଇଲେ? ରାଣୀ ବୋଇଲେ, ତୁମ୍ଭେ ମୋ ବ୍ରତ ମନ୍ତ୍ରୀକି ଦେବାରୁ ଆମ୍ଭେ ହାତଲକ୍ଷ୍ମୀ ହେଲୁ। ପୁନଶ୍ଚ ବ୍ରତ କରିବାରୁ ରାଜତ୍ୱ ପ୍ରାପ୍ତ ହେଲା। ରାଜା ବୋଇଲେ, ବ୍ରାହ୍ମଣଙ୍କୁ ଡାକି ବ୍ରତବିଧାନ କହ ଶୁଣିବା। ଆଜ୍ଞା ପ୍ରମାଣେ ବ୍ରାହ୍ମଣ ଆସି ପଦ୍ମ ପୁରାଣ କଥା କହିଲେ। ଯେଉଁଦିନ ଶୁକ୍ଳପକ୍ଷ ଦଶମୀ ଗୁରୁବାର ପଡ଼ିବ ସେଦିନ ସୁଦଶା ବ୍ରତ ହୁଏ। 10କିଆ ସୂତା ତ୍ରିଗୁଣ କରିବ, ପୁଷ୍ପ 10 ପ୍ରକାର ଓ ମଣ୍ଡା 10 ଗୋଟି କରିବ। ଏତରେ ଏ ଚତୁର୍ବର୍ଷରେ ଉଦ୍ୟପାନ କରିବ। ଉଦ୍ୟପାନ ପାଳିଲେ ସୁବର୍ଣ୍ଣର 10 ନାଡ଼ ଦୁବ 10 ଗୋଟି, ପଇତା ଦୁବ 10ଟି, କଜଳପାତି 10ଟି, ନୂଆ କୁମ୍ଭ 10ଟି, ଏସବୁର ସୁବର୍ଣ୍ଣର କରିବ ହେ ରାଜା। ଏମନ୍ତ ବିଧାନ କଲେ ସକଳ ସିଦ୍ଧି ହୁଏ। ଏ ବ୍ରତ କରି ଉଦ୍ଯାପନା ନ କଲେ ବଡ଼ ଦୋଷ। ସେ ରାଜା ହେଇ ମୋତେ ବ୍ରତ କରିବାକୁ ଏକ ଦ୍ୱୀପରୁ ସପ୍ତ ଦ୍ୱୀପ ଯାଏଁ ଶ୍ରୀଲକ୍ଷ୍ମୀଙ୍କ କୃପାରୁ ରାଜା ହୋଇଥିଲେ। ଏ ବ୍ରତର ମହିମା ବଡ଼। ଯେଉଁମାନେ ଏ ବ୍ରତ କରନ୍ତି ସ୍ୱର୍ଗ ସମ୍ପଦ ପାଆନ୍ତି, ସେ ଦରିଦ୍ର ହୁଅନ୍ତି ନାହିଁ। ଇତି ଶ୍ରୀ ମହାଲକ୍ଷ୍ମୀ ସୁଦଶା ବ୍ରତ କଥା ସମ୍ପୂର୍ଣ୍ଣ।